ସବୁ କୁଶଳ ମଙ୍ଗଳ ତ? ହଁ ବନ୍ଧୁ, ଯଦି ସମସ୍ତେ କୁଶଳରେ ରହିବେ, ସମସ୍ତଙ୍କର ମଙ୍ଗଳ ହେବ, ତେବେ ଆମର କ୍ଷତି କ'ଣ? କ୍ଷତି ନାହିଁ ନା। ଲାଭ କ'ଣ? ଲାଭ ଏଇଆ ଯେ ଆମେ ସେମାନଙ୍କର ଏଇ ଶୁଭ ସମୟ ହସ ହସ ମୁହଁ ଦେଖି ଜାଣି ବୁଝି ଟିକେ ଖୁସି ହେବା। ଆଜି 8 ତାରିଖ ରବିବାର। ଏଇ ରବିବାର 8 ତାରିଖ ଦିନ ଦୈନିକ ରାଶି ଫଳକୁ ନେଇ ଏକ ସନ୍ଦର୍ଭ ପାଠ କରିବା ଯେ ଆଜି ରବିବାର 8 ତାରିଖ ସୂର୍ଯ୍ୟୋଦୟ 6:20ରେ, ସୂର୍ଯ୍ୟାସ୍ତ 5:40ରେ। 6:20 ପରେ ସୂର୍ଯ୍ୟ ଉଦୟ ହେବେ, 5:40 ପରେ ସୂର୍ଯ୍ୟ ଅସ୍ତ ହେବେ। ଅଶୁଭ ସମୟ ଅପରାହ୍ନରେ, ପୂର୍ବାହ୍ନରେ ନାହିଁ। କେତେବେଳେ ନା 4:17ରୁ 5:42। 4:17ରୁ 5:42 ଏହି ସମୟରେ ଆମେ ଯାତ୍ରା କରିବାନି ବା କୌଣସି ଶୁଭ କାର୍ଯ୍ୟ କି ଅଶୁଭ କାର୍ଯ୍ୟ ଆରମ୍ଭ କରିବାନି। ଶୁଭ କାର୍ଯ୍ୟ କରିବାନି କି ଅଶୁଭ କାର୍ଯ୍ୟ ଆରମ୍ଭ କରିବାନି। ଟିକେ ପୂର୍ବରୁ ବା ପରେ ଏ କାମ କଲେ ଭଲ। ଆଜି ମେଷ ରାଶି ପାଇଁ ହେଉଛି ଘାତ ବାର। ଆଜି ମେଷ ରାଶିର ଜନତାଙ୍କୁ ବିଧାତା ବିଜୟଲକ୍ଷ୍ମୀ ପ୍ରଦାନ କରିବେ, ଧନଲକ୍ଷ୍ମୀ ଦୟା କରିବେ। ସବୁ ଶୁଭ ଯେ, ହେଲେ ମେଷ ରାଶିର ଘାତ ବାର ଓ ବିଶେଷ କରି ଅଶ୍ୱିନୀ ମେଷ ଏଇ ଘାତ ପ୍ରତିଘାତକୁ ସମ୍ମୁଖୀନ ହେବେ। ସୁତରାଂ ଆମେ ଏଇ ମେଷ ରାଶିଧାରୀ ବ୍ୟକ୍ତି ପାଇଁ କ'ଣ କରିବା? ମେଷ ରାଶି ପାଇଁ ରବିବାର 8 ତାରିଖ ଧନଲକ୍ଷ୍ମୀଙ୍କର କରୁଣା ଥିଲେ ବି ମେଷ ରାଶିର ଆଜି ଘାତ ବାର। ମୁଖ୍ୟତଃ ଅଶ୍ୱିନ ନକ୍ଷତ୍ର ପାଇଁ ସାମାନ୍ୟ ଘାତ ଯୋଗ ଅଛି। ସାମାନ୍ୟ, ମାରାତ୍ମକ ନୁହଁ, ହାନିକାରକ ନୁହଁ, ସାମାନ୍ୟ। ବୃତ୍ତି, ବ୍ୟବସାୟ, ସେବା, ବାଣିଜ୍ୟ, ବ୍ୟବସାୟ ପ୍ରଭୃତି ଜୀବନରେ କୌଣସି ପ୍ରକାର ସମସ୍ୟା ଆସିବନି। ଠିକ୍ ଠାକ୍ ଚାଲିବ। ଆୟ ଅମଳ ଭଲ ହେବ। ଆଉ ଦେହ ଅସୁସ୍ଥ ହେବନି। ଏଇ ଅଶ୍ୱିନ ନକ୍ଷତ୍ରଙ୍କର ଟିକେ କ୍ଷତି ହେବ, ଦେହ ଅସୁସ୍ଥ ହେବନି। ବନ୍ଧୁ, ପରିଜନ, ସହକର୍ମୀ ଓ ପଡ଼ୋଶୀ ସମସ୍ତଙ୍କୁ ଆଦର ସମ୍ମାନ କରିବେ। ଉତ୍ତମ ଭୋଜନ, ଶୟନ, ଭ୍ରମଣ, ଦର୍ଶନ ଆଜି ହେବ। ଆଜି ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ ମେଷ ରାଶିଙ୍କର। ଉଦ୍ଦେଶ୍ୟ ଯଦି ଭଲ, ମନ୍ଦ ଉଦ୍ଦେଶ୍ୟରେ କୌଣସି ମନସ୍କାମନା ପୂର୍ଣ୍ଣ ହେବନି। ବୃଷ ରାଶି, ବୃଷ ରାଶି ପାଇଁ ଘାତ ନାହିଁ କି ପ୍ରତିଘାତ ନାହିଁ। ସବୁ ଶୁଭ, ଅଶୁଭର ପ୍ରଶ୍ନ ନାହିଁ। ଚାଲି ବୋଲି ଠାଣି ମାଣି କାହାଣୀ ଚାହାଣୀ ସବୁଥିରେ ଆଜି ମଙ୍ଗଳ ମଙ୍ଗଳ ମଙ୍ଗଳ। କାର? ବୃଷ ରାଶିଧାରୀ ବ୍ୟକ୍ତିଙ୍କର। ବିବିଧ ଲାଭ ବ୍ୟବସ୍ଥା କରିଛନ୍ତି ବିଧାତା ବୃଷ ରାଶି ପାଇଁ। 8 ତାରିଖ ରବିବାର ଆମେ ଆଲୋଚନା କରୁଛେ। କେବଳ କୃତ୍ତିକା ନକ୍ଷତ୍ର ପାଇଁ ଯାହା ସାମାନ୍ୟ ଅଶୁଭ ଅଛି, ସାମାନ୍ୟ। ଅଶ୍ୱିନ ନକ୍ଷତ୍ର ପାଇଁ ଯେମିତି ସାମାନ୍ୟ, କୃତ୍ତିକା ପାଇଁ ବି ସାମାନ୍ୟ। ଯିଏ ଯାହାକୁ ଲାଭ ବୋଲି ଭାବୁଛନ୍ତି ତାଙ୍କର ସେଇ ଲାଭ ହେବ ଏବଂ ସେ ଖୁସି ହେବେ। କାହା ପାଇଁ କେଉଁଟା ଲାଭ? ଏଇ ଲାଭ ତାଙ୍କର ହେବ ବୋଲି ଜାଣି ବ୍ୟବସାୟୀଙ୍କର ଅର୍ଥ ଲାଭ ହେଲେ ପ୍ରସନ୍ନ ହେବେ। ଯଦି ବ୍ୟବସାୟୀଙ୍କର ଅର୍ଥ ଲାଭ ନ ହୁଏ, ଆଉ କିଛି ଲାଭ ହେଲେ କ'ଣ ଖୁସି ହେବେ? ବ୍ୟବସାୟୀଙ୍କର ଅର୍ଥ, ଆସନ୍ନ ପ୍ରସବା ନାରୀର ଯଦି ସନ୍ତାନଟିଏ ହୁଏ, ତାର 5 ପୁଅ ହେଇସାରିଛନ୍ତି, ଝିଅଟିଏ ଖୋଜୁଛି, କି 8 ଝିଅ ହେଇଛନ୍ତି, ପୁଅଟିଏ ଖୋଜୁଛି, ତାର ସେଇ ସନ୍ତାନ ହେବ, ସେଇ ସନ୍ତାନ ଲାଭ ହେବ ଯାହା ସେ ଖୋଜୁଛି। ଭିକ୍ଷୁ ପାଇଁ ଅଧିକ ଭିକ୍ଷା ଲାଭ ହେଲେ ସେ ପ୍ରସନ୍ନ ହେବ। ସଜ୍ଜନଙ୍କ ପାଇଁ ସମ୍ମାନ ଲାଭ ହେଲେ ସେ ଖୁସି ହେବେ।
ଭକ୍ତ ପାଇଁ ବିଭୁ କଲ୍ୟାଣ ଲାଭ ହେଲେ ସେ ଖୁସି ହେବେ, ବିଦ୍ୟାର୍ଥୀର ସ୍ମରଣ ଶକ୍ତି ଲାଭ ହେଲେ ସେ ଖୁସି ହେବେ। ମାନେ ଆଜି ସମସ୍ତେ ଖୁସି ହେବେ। କାହାର କ'ଣ ଲାଭ ଦରକାର କେବଳ ସେ ହିଁ ଜାଣେ, ସେ ଈଶ୍ୱରଙ୍କୁ ସେ ପ୍ରାର୍ଥନା କରେ। ଆଉ ତୁମର କ'ଣ ଲାଭ ହେଲେ ଖୁସି ହେବ କହୁନ? ବଢ଼ିଆ ଭୋଜନ ନା, ବର୍ତ୍ତମାନ ନିଦ ହେଉନି, ତେଣୁ ମୁଁ ଚାହେଁ ଟିକେ ବଢ଼ିଆ ନିଦ ହୁଅନ୍ତା କି। ସୁତରାଂ କାହାକୁ କ'ଣ ଲାଭ ହେବ ସେ କଥା ବିଧାତା ଜାଣନ୍ତି କି ସେ ବ୍ୟକ୍ତି ଚାହେଁ। ଈଶ୍ୱର ଆଜି ଏଇ ଲାଭ ସଂକ୍ରାନ୍ତୀୟ ସମସ୍ୟାର ସମାଧାନ କରିବେ ବୃଷ ରାଶିଙ୍କର। ରୋଗୀ କ'ଣ ଲାଭ କରିବ ନା, ରୋଗୀ ଚାହେଁ ଆରୋଗ୍ୟତା। ମାନେ ମୋଟାମୋଟି ଭାବରେ ସମସ୍ତଙ୍କ ପାଇଁ ଏ ଲାଭ ସୁଯୋଗ ଆସିବ ଯଦି ସେ ବୃଷ ରାଶିର ଜନତା 8 ତାରିଖ ରବିବାର। ମିଥୁନ ପାଇଁ ନାନାବିଧ ସୁଖ ଭାର ବିଧି ପଠାଇଛନ୍ତି। ମିଥୁନ ଜାତ ଜନତାଙ୍କ ପାଇଁ ବିଧି ଆଜି କ'ଣ କରିଛନ୍ତି ନା ନାନାବିଧ ସୁଖ ଭାର ପଠାଇଛନ୍ତି। ନାନାବିଧ ସୁଖ ଭାର ବିଧି ପଠାଇଛନ୍ତି ମିଥୁନ ରାଶି ଜନତାଙ୍କ ପାଇଁ। ମାତ୍ର ମୃଗଶିରାର ଦାହିକ ଯନ୍ତ୍ରଣା ହୋଇପାରେ। ମୃଗଶିରା ନକ୍ଷତ୍ର ମିଥୁନ ରାଶି, ତାଙ୍କର ଦାହିକ ଯନ୍ତ୍ରଣା ହେବ, ଦେହରେ କେଉଁଠି ଟିକେ ପୀଡ଼ା ହେବ। କେଉଁଠି ପୀଡ଼ା ହେବ? କାନ ବିନ୍ଧିବ, ଡାହାଣ କାନ ତାଙ୍କର ଆଜି ଟିକେ ବିନ୍ଧିବ, ସେଇ କଷ୍ଟ ଟିକେ ଅଛି, ଦାହିକ ଯନ୍ତ୍ରଣା। ରବିବାର ହେତୁ ଇଏ ପୀଡ଼ା ଶୀଘ୍ର କମିଯିବ। ମିଥୁନର ଅଧିପତି ହେଲେ ବୁଧ, ବାରର ଅଧିପତି ହେଲେ ରବି। ବୁଧ ଓ ରବିଙ୍କର ସମ୍ପର୍କ ମଧୁର ହେଲେ ଏମାନେ ଅନ୍ତରଙ୍ଗ ନୁହନ୍ତି। ଏ ଦୁଇ ବନ୍ଧୁ ଅନ୍ତରଙ୍ଗ ନୁହନ୍ତି, ମିତ୍ର। ବୁଧ ଗୋଟେ ଏମିତି ଗ୍ରହ, ସେ କାହାକୁ ହାର୍ଟଲି ପ୍ରେମ କରେନି, ହୃଦୟର ସହ ପ୍ରେମ କରେନି। ତେଣୁ ଏଇ ପୀଡ଼ା ଶୀଘ୍ର କମିଯିବ। କର୍ମ ଅନୁସାରେ ଆଜି ତାଙ୍କୁ ଫଳ ମିଳିବ। ଆମେ ମିଥୁନ ରାଶିଧାରୀ ଜନତା ସୁଖ ଲାଭ କରିବା, ମନଗୁଣେ ଫଳ ଓ ଦେଇଥିଲେ ପାଇ, ଏଇ ଦୁଇ ଲୋକବାଣୀ ଅନୁସାରେ ଆଜି ଆମ ଧର୍ମ କର୍ମ ଚରିତ୍ର ଅନୁସାରେ ଆମକୁ ସୁଖ ମିଳିବ। ଆମେ କାହାକୁ ଦବାନି, ଖାଲି ଆଶା କରିବା ଆମେ ପାଇବା ନାହିଁ। ଦେଇଥିଲେ ପାଇ, ଏ ଯେଉଁ ଧାରେ ଲେଖା ହେଇଛି ତାହା ସତ୍ୟ। ଆଉ କର୍ମାନୁସାର ଫଳମ୍, ଯେମିତିଆ ମନ ସେମିତିଆ ଫଳ। ଆମ ସମସ୍ତଙ୍କୁ ସୁଖ ମିଳିବ। ଆମେ ସମସ୍ତେ ମିଥୁନ ରାଶି। ହେଲେ ଏଇ ମିଥୁନ ରାଶିର ଲୋକେ ଯିଏ ଯେଉଁ ପ୍ରକାର ସୁଖ ଆଶା କରିଛନ୍ତି, ସେ ଟିକେ ଅତୀତକୁ ଭାବନ୍ତୁ। ମୁଁ ଭଲ କର୍ମ କରିଛି ତ? କର୍କଟ ରାଶିଧାରୀ ବ୍ୟକ୍ତିଙ୍କୁ ଆଜି ଭ୍ରମଣ କରିବା ପାଇଁ ବାରଣ କରାଯାଇଛି। ଆମେ ଯିଏ କର୍କଟଧାରୀ ଲୋକ, ଯାହାର କର୍କଟ ରାଶି, ତାଙ୍କୁ ପୁରାପୁରି ସତର୍କ କରିଦିଆହେଇଛି। ନା ବାହାରକୁ ଯାଅ ନା, ଭ୍ରମଣ କର ନା, କଲେ ବୃଥା, ଝୁଣ୍ଟିବ ଆଉ କ'ଣ। ପ୍ରତି ପଦକ୍ଷେପରେ କିଛି ଅଘଟଣ ଘଟିବ ଆଉ କ'ଣ। ତେଣୁ କର୍କଟ ରାଶିଧାରୀ ବ୍ୟକ୍ତିଙ୍କୁ ଭ୍ରମଣ ନ କରିବା ପାଇଁ ସତର୍କ କରି କୁହାଯାଇଛି। ଆଜିର ଭ୍ରମଣ ନିଷ୍ଫଳ, ଦିନଟି ଆଦୌ ଶୁଭଙ୍କର ନୁହେଁ। ପୁନର୍ବସୁ ନକ୍ଷତ୍ରର ଅଧିକ ଅଶୁଭ, ଦେହ ରୋଗାକ୍ରାନ୍ତ ହେବ। ପୁରୁଣା ରୋଗ ଥିଲେ ଯନ୍ତ୍ରଣା ବଢ଼ିଯିବ। ଆୟ ଅମଳରେ ମନ ବୋଧ ହେବନି। ଗୃହୋପକରଣରେ ହାନି ହେବ। ଘରେ କେଉଁଠି କ'ଣ କିଛି କ୍ଷତି ହେବ। କାନ୍ଥ କବାଟ ବା ଅନ୍ୟାନ୍ୟ ଆଲମିରା ପ୍ରଭୃତିରେ କ୍ଷତି ହେବ। ସମ୍ପଦ ବେଳେ ସର୍ବେ ସଖା, ବିପଦେ ନ ଦିଅନ୍ତି ଦେଖା।
ମାନେ କେହି ସହଯୋଗ ଆଜି କରିବେନି, କେହି ବି। ମାନେ ପୁଅ ବାପାଙ୍କୁ, ବାପା ପୁଅକୁ, ସ୍ୱାମୀ ସ୍ତ୍ରୀକୁ, ସ୍ତ୍ରୀ ସ୍ୱାମୀକୁ, ଏଇ ଯେଉଁ ମଧୁର ସମ୍ପର୍କ ସେଥିରେ ବି ଆଜି ଟିକେ ହାନି ହେବ। କେହି କାହାକୁ ସହଯୋଗ ଆଜି କରିବେନି। କର୍କଟ ରାଶି ପାଇଁ 8 ତାରିଖ ରବିବାର ଆଦୌ ଶୁଭ ନୁହେଁ, ସାବଧାନ। ସିଂହ ରାଶି ପାଇଁ ଭଲ ଦିନ। ସିଂହ ରାଶି ପାଇଁ ଆଜି ଖୁସିର ଦିନ। ଆର୍ଥିକ ବିକାଶ ହେଲେ ବି ମଘା ନକ୍ଷତ୍ରର ହାନି ହେବ। ସମସ୍ତ ପ୍ରକାର ସାନ ବା ବଡ଼ ବ୍ୟବସାୟୀ ଅବଶ୍ୟ ଲାଭବାନ ହେବେ। ପୁରୁଣା ରୋଗ ଅଛି କି? ମାନେ ଅନ୍ୟ ଦିନ ଅପେକ୍ଷା ଆଜି ସେଇ ରୋଗ ଟିକେ ମୁଣ୍ଡ ଟେକିବ। ସିଂହ ରାଶିର ଲାଭ ସିନା ହେବ, ଧନ ସିନା ଆସିବ। ଯଦି ପୁରୁଣା ରୋଗ କିଛି ଆପଣଙ୍କୁ ପୀଡ଼ା ଦେଇଥାଏ ଅତୀତରେ, ହେଲା, ସେ ଆଜି ମୁଣ୍ଡ ଟେକି ପାରିବ ନାହିଁ। ଆଜି ଶାରୀରିକ, ମାନସିକ, ପାରିବାରିକ ଓ ସାମାଜିକ ସମସ୍ୟା କିଛି ନାହିଁ। ସେଇ ପୁରୁଣା ରୋଗ ଆଜି ଦବିକିରି ରହିଯିବ। କିନ୍ତୁ ଖୁସି ହୁଅନ୍ତୁନି ରୋଗ ପଳେଇଲା ବୋଲି। ହଁ, ଚେଷ୍ଟା କରିବେ। ଋଣ ରୋଗ ଶତ୍ରୁ ନିଆଁ, ଋଣ ରୋଗ ଶତ୍ରୁ ନିଆଁ, ଆଙ୍କୁ ଯଦି ଲିଭେଇବାକୁ ଚାହାନ୍ତି, ନିଆଁ ତ ଲିଭେଇବା ପାଇଁ ଚେଷ୍ଟା କରିବେ, ରୋଗକୁ ଲିଭେଇବେ। ସମ୍ପୂର୍ଣ୍ଣ ଭାବରେ ତାକୁ ମୂଳୋତ୍ପାଟନ କରିବେ। ଶତ୍ରୁକୁ ଲିଭେଇବେ। ଶତ୍ରୁ ତା ଜୀବଦଶାରେ ଭାବିବନି ଯେ ଆପଣ ବଞ୍ଚିଛନ୍ତି ବୋଲି, ଏତେ ଡର ତାର ରହିବ। ଋଣ ତାକୁ ବି ଲିଭେଇବେ, ତା ମୂଳରୁ ଉପାଡ଼ି ଦେବେ। ଋଣ ଶେଷ, ରୋଗ ଶେଷ, ଶତ୍ରୁ ଶେଷ, ତଥୈବଚଃ। ଆର ମୂଳୋତ୍ପାଟନ କରିବେ। ନହେଲେ ସେ କ'ଣ ହେବ ନା ପୁନଃ ପ୍ରବର୍ତ୍ତନ୍ତେ, ସେ ପୁଣି କଅଁଳିବ, ପୁଣି ବଢ଼ିବ। ତସ୍ମାତ୍ ତେଣୁ ତାର ବିଲୟ ନ କରି, ବିନାଶ ନ କରି ଛାଡ଼ନ୍ତୁନି। ଏକଥା ମୁଁ କହୁନି, ଜ୍ଞାନୀ ଚାଣକ୍ୟ କହିଛନ୍ତି। ସୁତରାଂ ଯଦି ପୁରୁଣା ରୋଗ ଅଛି, ସିଏ ଆଜି ଚେଇବନି, ହଇରାଣ କରିବନି। କିନ୍ତୁ ସିଏ ଆପଣ ମନେ ରହିବା ଉଚିତ, ମୁଁ ରୋଗୀ। ଆଜି ସମସ୍ୟା କିଛି ନାହିଁ। ଆଜି ସବୁଥିରେ ଭୋଜନ, ପଠନ, ଗମନାଗମନ, ଶୟନ, ଦେବ ଦର୍ଶନ, ସବୁଥିରେ ସୁଖ ମିଳିବ। କାହାକୁ? ସିଂହ ରାଶିଆଙ୍କୁ। କେଉଁ ଦିନ? 8 ତାରିଖ ରବିବାର। ଆଉ ସିଂହ ପରେ କନ୍ୟା। ଘରେ ବାହାରେ, ଘରଲୋକ ପରଲୋକ କେହି ଜଣେ ବି ଆଜି ମିଥୁନ ରାଶିଧାରୀ ଜନତାଙ୍କୁ ସୁଖ ଦେଇପାରିବେନି। ଘରେ ବାହାରେ, ଘରେ ସୁଖ ମିଳିବନି କି ବାହାରେ ସୁଖ ମିଳିବନି। ଘର ଲୋକ କି ବାହାର ଲୋକ କେହି ସୁଖ ଦେଇପାରିବେନି ଆଜି କନ୍ୟା ରାଶି ଜନତାଙ୍କୁ। ବରଂ ଶତ୍ରୁତା ଭାବ ନେଇ କେହି ସଂଳାପ କରୁ କରୁ ଝଗଡ଼ା କରିବେ। କନ୍ୟା ରାଶି ସହିତ ଆଜି ଝଗଡ଼ା ଯୋଗ ଅଛି। ଆସିବେ, ମଧୁର କଥା ଆରମ୍ଭ କରିବେ, ତାପରେ ଝଗଡ଼ା ଆରମ୍ଭ କରିବେ। ଶତ୍ରୁତା ମନୋଭାବ ନେଇ ସଂଳାପ କରୁ କରୁ ଝଗଡ଼ା କରିବେ। ଶାନ୍ତି ଆଜି ତା ବାପ ଘରୁ ପଳେଇଛି। କନ୍ୟା ରାଶି ପାଖରେ ଯେଉଁ ବୋହୂଟିଏ ଥିଲା କି ଝିଅଟିଏ ଥିଲା କି ସ୍ତ୍ରୀ ଥିଲା, ତା ନାଁ ଶାନ୍ତି, ସିଏ ଆଜି ତା ବାପ ଘରକୁ ପଳେଇ ଯାଇଛି। ମାନେ କନ୍ୟା ରାଶିର ଲୋକେ ଆଜି ଶାନ୍ତିଠୁ ଦୂରରେ ବା ଶାନ୍ତି ସେମାନଙ୍କଠୁ ଦୂରରେ ରହିବ। ଅଶାନ୍ତକର ପରିବେଶରେ ଆଜି କନ୍ୟା ରାଶିର ଲୋକେ ସମୟ କାଟିବେ। ଶାନ୍ତି ଆଜି ତା ବାପ ଘରକୁ ପଳେଇବ। ଧନାଗମ ହେବ। କର୍ମ କ୍ଷେତ୍ର ଚଳଚଞ୍ଚଳ ହେବନି। ଧନ ଆସିବ, କିନ୍ତୁ କର୍ମ କ୍ଷେତ୍ରରେ ସେତେ ଉତ୍ସାହ, ଆଦର, ମମତା ଲାଗିବନି। ମନ ଆକୁଳ ବ୍ୟାକୁଳ ହେବ। ରୋଗ ଦୁଃଖ ନାହିଁ, କିନ୍ତୁ ମନ ଭଲ ଲାଗିବ ନାହିଁ। ବିଶେଷ କରି ଉତ୍ତର ଫାଲ୍ଗୁନୀ ନକ୍ଷତ୍ରର ଆଜି ଟିକେ ଅଧିକ ଅଶୁଭ।
କନ୍ୟା ରାଶି ପାଇଁ 8 ତାରିଖ ରବିବାର ଅଶାନ୍ତ ସମୟ, ଆଉ ଉତ୍ତର ଫାଲ୍ଗୁନି ପାଇଁ ଟିକେ ଅଧିକ ଅଶାନ୍ତ। ମୋଟାମୋଟି କନ୍ୟା ରାଶି ପାଇଁ ଆଜି ଶାନ୍ତି ନାହିଁ କି ସୁଖ ନାହିଁ। ତାପରେ ତୁଳା କଥା, ଆଜି 8 ତାରିଖ ରବିବାର କ'ଣ ହବ? ଅଦିନେ ମଲ୍ଲି ଫୁଟିବ। ଆଜି ଏବେ କ'ଣ ମଲ୍ଲି ଫୁଟିବା କଥା, କିନ୍ତୁ ତାଙ୍କ ଉଦ୍ୟାନରେ ଆଜି ମଲ୍ଲି ଫୁଟିବ, ବାସ ମହକେଇବ। ମାନେ କେଉଁଠୁ କେମିତି ସୁଖ ଆସି ପହଞ୍ଚିବ ସିଏ ବି ଆଶା କରିନଥିବେ। କିଏ ଆସି ତାଙ୍କୁ ସ୍ନେହ ଆଦର କରିବେ ଏକଥା ସିଏ ବଡ଼ ଭାବିନଥିବେ। ଯାବତୀୟ ସୁଖ ସେମାନଙ୍କୁ ଆଜି ମିଳିବ। କାହାକୁ? ତୁଳା ରାଶି ଲୋକଙ୍କୁ। ହେଲେ ଆଜି ଅଦିନେ ବି ତୁଳା ରାଶିଙ୍କ ପାଇଁ ଉଦ୍ୟାନରେ ମଲ୍ଲି ଫୁଟି ମହକେଇବ। ଏମାନେ ଆଜି ଯେଉଁ ଆୟ ଭିତ୍ତିକ ଆଉ ସାମାଜିକ କାମରେ ହାତ ଦେବେ ତାହା ଅବଶ୍ୟ ସଫଳ ହେବ। ତାଙ୍କୁ ଆଜି ଲକ୍ଷ୍ମୀ ଯୋଗ ଅଛି। ଲକ୍ଷ୍ମୀ ନାରାୟଣ ଉଭୟ ଆଜି ଦୟା କରିବେ ତୁଳା ରାଶିଆଙ୍କୁ। ସେମାନେ କୌଳିକ ଓ ମୌଳିକ ସୁଖ ଲାଭ କରିବେ। ଦେହ ମନ ସୁସ୍ଥ ରହିବ। ବୃତ୍ତି ବ୍ୟବସାୟ ଠିକ୍ଠାକ୍ ଚାଲିବ। ଆୟ ଓ ଲାଭ ବଢ଼ିଯିବ। ଆଉ ପରିବାରର ସଦସ୍ୟ ଓ ପଡ଼ୋଶୀ ସମସ୍ତେ ଆଦର କରିବେ। କାହାକୁ? ତୁଳା ରାଶି ଲୋକଙ୍କୁ। ତାପରେ ଧନୁରାଶି, ଘରେ ଅଶାନ୍ତ, ବାହାରେ ଅରାତି। ବିଛା ରାଶି କଥା, ଘରେ ଅଶାନ୍ତ, ବାହାରେ ଅରାତି, ଯେଣେ ଗଲେ ଅର୍ଜୁନ ତେଣେ ନାହିଁ ଶାନ୍ତି। ଘରେ ଅଶାନ୍ତ, ବାହାରେ ଅରାତି। ଅରାତି ମାନେ ଶତ୍ରୁ। ଘରେ ଅଶାନ୍ତ, ବାହାରେ ଅରାତି, ଯେଣେ ଗଲେ ଅର୍ଜୁନ ତେଣେ ନାହିଁ ଶାନ୍ତି। ଘର ବାହାର ଉଭୟ ଜାଗାରେ ଅଶାନ୍ତ ଆଜି। ଏମାନେ ଆଜି ବିଛା ରାଶି ଲୋକମାନେ, ଏମାନେ ଆଜି ଘରେ ବାହାରେ ଚାକିରିରେ ବ୍ୟବସାୟରେ ଶାନ୍ତି ପାଇବେନି। ତାଙ୍କର ଶାନ୍ତି ଭଙ୍ଗ ହେବ। ଅଶାନ୍ତ ପରିବେଶ ସୃଷ୍ଟି ହେବ। ବିଶାଖା ନକ୍ଷତ୍ର ପାଇଁ ଆଜି ଦୁଶ୍ଚିନ୍ତା ବଳବତ୍ତର ହେବ। ବ୍ୟୟ ବଢ଼ିଯିବ। ଦେହ ରୋଗାଗ୍ରସ୍ତ ହେବ। ସମସ୍ୟା ପରେ ସମସ୍ୟା ମାଡ଼ି ଆସି ଶାନ୍ତି ଭଙ୍ଗ କରିବ। ଦେହ ଓ ମନ ଉଭୟ ଅସୁସ୍ଥ ହେବେ। ରବିବାର 8 ତାରିଖ। ଭ୍ରମଣ ଜନିତ ଦୁଃଖ ଆସିବ କୁମ୍ଭ ରାଶି ପାଇଁ। ଭ୍ରମଣ ଜନିତ ଦୁଃଖ ପାଇ କୁମ୍ଭକର୍ମ ଆଜି ବିଛା ପରେ ଧନୁ। ଧନୁ କଥା ବୁଝିବା। ଧନୁରାଶି ଲୋକମାନେ ରବିବାରେ ଭ୍ରମଣ ଜନିତ ସୁଖ ପାଇ ଧନୁ ରାଶିର ଲୋକେ ଆନନ୍ଦିତ ହେବେ। ରବିବାର 8 ତାରିଖ ବହୁତ ଭଲ ଦିନ ଧନୁରାଶି ପାଇଁ। ବ୍ୟୟ ଅପରିବର୍ତ୍ତ ରହିବ ଆଉ ବଢ଼ିଆ ଆୟ ହେବ। ସମସ୍ତ ପ୍ରକାର ସାନ ବଡ଼ ବ୍ୟବସାୟୀ ଆଜି ଉପକୃତ ହେବେ। ଶରୀର ଓ ମନ ସୁସ୍ଥ ରହିବ। ମାତ୍ର ମୂଳା ନକ୍ଷତ୍ରର ଟିକେ ଅସୁବିଧା ଅଛି। ଭୋଜନ ଶୟନ ସୁଖ ପାଇ ଖୁସି ହେବେ। ଋଣମୁକ୍ତ ହେବେ ଓ କିଛି ସଞ୍ଚୟ କରିବେ। ଯାହାର ଋଣ ନାହିଁ କି ସଞ୍ଚୟ କରିବା ମନୋବୃତ୍ତି ନାହିଁ ସେମାନେ ମହାନ, ସେମାନେ ଅନ୍ୟ କିଛି ଦେବେ। ଉଦାର ସେ। ଆଜି ଧନ ସଂକ୍ରାନ୍ତୀୟ ସମସ୍ୟା କିଛି ଦୁଃଖ ଦେବନି ଧନୁରାଶିଙ୍କୁ। ଆଜି ଆପଣଙ୍କ ଇଚ୍ଛା ଉପରେ ସବୁକିଛି ପରିଚାଳିତ ହେବ। ଯଦି ଆଜି ଆପଣ ମହାନ ଚିନ୍ତାଧାରାର ବଶବର୍ତ୍ତୀ ହେବେ, ହୀନମନା ହୁଅନ୍ତୁନି, ଉଦାର ହୃଦୟ ହୁଅନ୍ତୁ ଧନୁରାଶି ଲୋକମାନେ। ମକର ରାଶି,
ଉତ୍ତରାଷାଢ଼ା ନକ୍ଷତ୍ର ପାଇଁ ଆଜି ଅଶୁଭ ଦିନ। ନହେଲେ ବି ଅନ୍ୟ ସବୁ ଭଲ। ମାନେ ରବିବାର କର୍ମଚଞ୍ଚଳ ରହିବେ, ଖୁସି ହେବେ, ଦେହ ମନ ସୁସ୍ଥ ରହିବ, ଆୟ ବୃଦ୍ଧି ହେବ। ସମସ୍ତ ପ୍ରକାର ବୃତ୍ତିଧାରୀ ନିଜ ନିଜ ବ୍ୟବସାୟର ବିକାଶ କରିବେ। ସବୁ ଦିଗରୁ ଆଜି ଶୁଭ। ପାରିବାରିକ ଉତ୍ସବରେ ମଜ୍ଜି ଅତୀତ ଭବିଷ୍ୟତକୁ ଭୁଲିଯିବେ। ଆଜି ପ୍ରାୟତଃ କୌଣସି ସମସ୍ୟା ନାହିଁ ମକର ରାଶି ପାଇଁ। ଆଜି 8 ତାରିଖ ରବିବାର କୁମ୍ଭ ରାଶି ପାଇଁ ଏକ ଅଶୁଭ ଦିନ। ସମ୍ମାନ ହାନି ହେବ, ଦୁଃଖ ମାଡ଼ି ଆସିବ, ମାନସିକ ଅଶାନ୍ତି ସୃଷ୍ଟି ହେବ। ସବୁ ପ୍ରକାର ସମସ୍ୟା, ତାପରେ ସମସ୍ୟା ପୁଣି ଆସିବ। ଅପମାନ ଯୋଗ ଅଛି। ଘର ବାହାରକୁ ଯାଆନ୍ତୁନି, କାହାକୁ ପରାମର୍ଶ ଦିଅନ୍ତୁନି, କାହା ପାଖରେ ହାତ ପାତନ୍ତୁନି। ଆଜି କୁମ୍ଭ ରାଶି ପାଇଁ କୌଣସି ପ୍ରକାରେ ସମୟ ଭଲ ନୁହଁ। ବରଂ ଭଲ ହେବ ଯଦି ମନ୍ଦିରରେ ବସିବେ ବା ଠାକୁର ଘରେ ବସି ପୂଜାରେ ମନ ଦେବେ। ସେଇଠି ବସି ଈଶ୍ୱରଙ୍କୁ ଡାକନ୍ତୁ, ପ୍ରାର୍ଥନା କରନ୍ତୁ, ହେ ଦୟାନିଧି ମୋ ଦୁଃଖ ଦୂର କରନ୍ତୁ। ଆଜି ଯେତେ ନାମ ନେବେ ସେତେ ଭଲ, ଆଉ ଯେତେ କାମ କରିବେ ସେତେ ଦୁଃଖ। ଏ ଗଲା କୁମ୍ଭ ରାଶି କଥା। ଆଉ ମୀନ ରାଶି ପାଇଁ, ମୀନ ରାଶି ପାଇଁ ଆଜି ମାନସିକ କ୍ଲେଶ। ମୀନ, ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା। ଆଜି ମାନସିକ କ୍ଲେଶ। ମୀନ ରାଶି ପାଇଁ ଆଜି ଶାରୀରିକ କ୍ଲେଶ। ଦେହ ଖରାପ ହେବ, ମନ ଖରାପ ହେବ। କୌଣସି କାମରେ ଆଜି ଉତ୍ସାହ ଆସିବନି, ଆଗ୍ରହ ଆସିବନି। ଦେହ ମୁଣ୍ଡ ଦରଜ ହେବ। ବିଶ୍ରାମ ଖୋଜିବା ପାଇଁ ମନ ଚାହିଁବ, ଦେହ ଚାହିଁବ। ବୃଥା ଖର୍ଚ୍ଚ ହୋଇଯାଇପାରେ, ଖର୍ଚ୍ଚର ହିସାବ ରହିବନି। ଏବଂ ସମସ୍ତେ ଆଜି ଅନାଦାର କରିବେ, କେହି ପ୍ରେମ କରିବେନି। ଆଜି ମୀନ ରାଶି ପାଇଁ ଆଦୌ ଭଲ ନୁହଁ। ବିଛା ରାଶି ପାଇଁ ଜମା ଭଲ ନୁହଁ। କର୍କଟ ରାଶି ପାଇଁ ମୋଟାମୋଟି ଭଲ ନୁହଁ। ଆଜି କର୍କଟ, ବିଛା ଓ ମୀନ ରାଶି, ଏହି 3 ରାଶିର ଲୋକେ 8 ତାରିଖ ରବିବାର ନାନାବିଧ ସମସ୍ୟାର ସମ୍ମୁଖୀନ ହେବେ। ରହିଲି ବନ୍ଧୁ, ନମସ୍କାର।